ଆଜି ଆମେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ ସାହିତ୍ୟ କୃତି ବିଷୟରେ କଥା ହେବା। ଏମିତି ଗଭୀର ଭାବରେ ଟିକେ ଆଲୋଚନା କରିବା। ସେଇଟା ହେଲା ବ୍ୟାସକବି ଫକୀରମୋହନ ସେନାପତିଙ୍କର ରେବତୀ। ହଁ ସମସ୍ତେ ଜାଣିଥିବେ। ଆମ ପାଖରେ ଯୋଉ ବିଶ୍ଳେଷଣ ଅଛି ସେଇଟାକୁ ନେଇ ଆମେ ବୁଝିବାକୁ ଚେଷ୍ଟା କରିବା ଯେ 1898ରେ ଆସିଥିବା ଏ କାହାଣୀଟା ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି ଓଡ଼ିଆ ସାହିତ୍ୟ ପାଇଁ। ଆଉ ଏତେ ବର୍ଷ ପରେ ବି ମାନେ 100 ବର୍ଷରୁ ବେଶୀ ହେଇଗଲାଣି ତଥାପି ଏହାର ଆବେଦନ କମିନି କେମିତି? ହଁ ଆଉ ଏହାର ଗୁରୁତ୍ୱ କେବଳ ଗୋଟେ ଭଲ କାହାଣୀ ହିସାବରେ ନୁହେଁ, ଏହାକୁ ତ ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ର ଗଳ୍ପ ବୋଲି କୁହାଯାଏ। ଏଇଟା ପ୍ରକୃତିରେ ଗୋଟେ ନୂଆ ଆରମ୍ଭ ଥିଲା ସେତେବେଳେ। ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ, ଏଇଟା ବଡ଼ କଥା। ତେବେ ଏମିତି କ'ଣ ଥିଲା ଏଥିରେ? ମାନେ ପୂର୍ବରୁ ଯେମିତି କାହାଣୀ ସବୁ ଲେଖା ହଉଥିଲା ତାଠୁ ଏଇଟା ଅଲଗା କେମିତି ହେଲା? ଦେଖନ୍ତୁ, ମୁଖ୍ୟତଃ ଦୁଇଟା କାରଣ। ଗୋଟେ ହେଲା ଏଇଟାର ବିଷୟ। ଆଗରୁ ଗଳ୍ପଗୁଡ଼ାକ ବେଶୀ ଥିଲା ଏମିତି ପୁରାଣ, ଇତିହାସ, ନହେଲେ କିଛି କାଳ୍ପନିକ କଥା, ନୀତି ଶିକ୍ଷା ଦେବା ଭଳି। କିନ୍ତୁ ରେବତୀରେ କ'ଣ ହେଲା, ସେ ସମୟର ସମାଜ ଯାହା ବାସ୍ତବରେ ଥିଲା ତାକୁ ନେଇ ଲେଖାଗଲା। ବିଶେଷ କରି ନାରୀ ଶିକ୍ଷା ଭଳି ଗୋଟେ ସମ୍ବେଦନଶୀଳ କଥା, ଯାହାକୁ ନେଇ ସେତେବେଳେ ବହୁତ ବାଦ ବିବାଦ ବି ଥିଲା। ଆଉ ଦ୍ୱିତୀୟ କଥା ହେଲା ଶୈଳୀ, ମାନେ ଚରିତ୍ରମାନେ କ'ଣ ଭାବୁଛନ୍ତି, ତାଙ୍କ ମନ ଭିତରର କଥା, ସେସବୁକୁ ଧରିବାକୁ ଚେଷ୍ଟା କରାଗଲା। ପରିବେଶ ବର୍ଣ୍ଣନା ବହୁତ ବାସ୍ତବ ଲାଗିଲା, ଆଉ ସାଧାରଣ ମଣିଷର ଦୁଃଖସୁଖକୁ ଗୋଟେ ସହାନୁଭୂତିର ସହ ଦେଖାଗଲା। ଏସବୁ ଓଡ଼ିଆ ଗଦ୍ୟରେ ନୂଆ ଥିଲା। ଓହୋ, ଆଚ୍ଛା। ମାନେ କେବଳ କ'ଣ ଘଟିଲା ସେଇଆ ନୁହେଁ, ବରଂ ଚରିତ୍ରମାନେ ନିଜେ କ'ଣ ଅନୁଭବ କଲେ ତା ଉପରେ ବି ଜୋର ଦିଆଗଲା। ହଉ, ଯୋଉମାନେ ହୁଏତ କାହାଣୀଟା ପଢ଼ି ନାହାନ୍ତି ବା ମନେ ନାହିଁ, ତାଙ୍କ ପାଇଁ ଟିକେ ସଂକ୍ଷେପରେ କହିଦେବା। ରେବତୀ ହେଲା ଗୋଟେ ଛୋଟ ଝିଅର କଥା। ଓଡ଼ିଶାର ଗୋଟେ ଗାଁରେ ରହୁଥାଏ ଆଉ ତାର ପାଠ ପଢ଼ିବାକୁ ବହୁତ ମନ। ହଁ, ଆଉ ତା ବାପା ଶ୍ୟାମବନ୍ଧୁ ମହାନ୍ତି, ସେ ଟିକେ ଅଲଗା ଥିଲେ ସେ ସମୟ ହିସାବରେ, ଟିକେ ଆଗୁଆ ଚିନ୍ତାଧାରାର। ସେ ଝିଅର ଇଚ୍ଛାକୁ ଦେଖିଲେ ଆଉ ଜଣେ ଯୁବକ ଶିକ୍ଷକ ବସନ୍ତ ତାଙ୍କୁ ଡାକିଲେ ପଢ଼େଇବା ପାଇଁ। କାହାଣୀ ଆଗକୁ ଯାଏ, ରେବତୀ ପାଠ ପଢ଼େ, ଆଉ ବସନ୍ତ ସହିତ ତାର ଗୋଟେ କେମିତି କହିବା ନୀରବ ଭଲ ପାଇବା ଭଳିଆ ସମ୍ପର୍କଟିଏ ଗଢ଼ି ଉଠେ। କିନ୍ତୁ ଏ ଖୁସି ବେଶୀ ଦିନ ରହେନି। ହଁ, ଏଇଠି ଆସେ କାହାଣୀର ସବୁଠୁ ଦୁଃଖଦ ମୋଡ଼। ଗାଁରେ ହଇଜା ଲାଗିଯାଏ, ମହାମାରୀ। ଆଉ ପ୍ରଥମେ ରେବତୀର ମା, ତାପରେ ବାପା ଶ୍ୟାମବନ୍ଧୁ ଦୁହେଁ ଚାଲିଯାଆନ୍ତି। ରେବତୀ ପୁରା ଏକା ହୋଇଯାଏ। ଏକା ନୁହେଁ, ତା ସାଙ୍ଗରେ ତା ଜେଜେମା ଥାଏ। କିନ୍ତୁ ସବୁଠୁ ବଡ଼ ବିଡ଼ମ୍ବନା କ'ଣ ହୁଏ ଜାଣିଛନ୍ତି? ତା ନିଜ ଜେଜେମା ଆଉ ଗାଁର ଲୋକମାନେ, ସେମାନେ କହନ୍ତି ଯେ ଏ ଯୋଉ ସବୁ ଖରାପ ହେଲା, ଏ ଦୁର୍ଭାଗ୍ୟ ଆସିଲା, ସେସବୁ ରେବତୀର ପାଠପଢ଼ା ପାଇଁ ହେଲା। ମାନେ ଝିଅ ପିଲା ପାଠ ପଢ଼ିବାଟା ହିଁ ଅମଙ୍ଗଳ, ଗୋଟେ ଅଭିଶାପ ପରି। ଆଉ ଶେଷରେ ରେବତୀ ନିଜେ ବି ସେଇ ମହାମାରୀରେ ନିଜର ଅଧୁରା ସ୍ୱପ୍ନକୁ ମନରେ ରଖି ଆଖି ବୁଜିଦିଏ। ବହୁତ କରୁଣ କାହାଣୀଟିଏ, ସତରେ। ଆଚ୍ଛା, ତେବେ ଆସନ୍ତୁ ଟିକେ ଏହାର ଗଭୀରତାକୁ ଯିବା। ମାନେ ରେବତୀର ମୁଖ୍ୟ ବିଷୟବସ୍ତୁ କ'ଣ ସବୁ? ସ୍ପଷ୍ଟ ଭାବରେ ତ ଦେଖାଯାଉଛି, ପ୍ରଥମେ ସେଇ ନାରୀ ଶିକ୍ଷା କଥା ଆସୁଛି। ହଁ, ନାରୀ ଶିକ୍ଷା। ଆଉ ସେ ସମୟକୁ ଭାବିଲେ, ମାନେ ଊନବିଂଶ ଶତାବ୍ଦୀର ଶେଷ ବେଳକୁ ସମାଜ ତ ଏସବୁକୁ ସହଜରେ ଗ୍ରହଣ କରୁନଥିଲା। ତେଣୁ ଏମିତି ଗୋଟେ ବିଷୟ ଉଠେଇବା ବହୁତ ସାହସର କଥା, ନିଶ୍ଚୟ। ଏକଦମ ସାହସର କଥା। ଆଉ ଦେଖନ୍ତୁ, ରେବତୀ ସେ କ'ଣ ଖାଲି ଜଣେ ଝିଅ? ସେ ତ ଗୋଟେ ପ୍ରତୀକ ଭଳି, ହଜାର ହଜାର ଝିଅଙ୍କର ପ୍ରତୀକ, ଯୋଉମାନଙ୍କର ସ୍ୱପ୍ନ ଏମିତି ସାମାଜିକ ବାଧା ଆଗରେ ଭାଙ୍ଗିଯାଏ। ତେଣୁ ଏହା କେବଳ ପାଠପଢ଼ା କଥା ନୁହେଁ, ଏହା ଏମିତି କହିପାରିବା ନାରୀ ସଶକ୍ତିକରଣ ପାଇଁ ଯୋଉ ପ୍ରଥମ ସଂଘର୍ଷ, ତାର ଗୋଟେ ଚିତ୍ର। ଆଉ ଏହା ସାଙ୍ଗରେ ଜଡ଼ିତ ଅଛି ସେଇ ପରମ୍ପରା ଆଉ ଆଧୁନିକତା ଭିତରର ଲଢ଼େଇ। ଗୋଟେ ପଟେ ଶ୍ୟାମବନ୍ଧୁ, ବସନ୍ତ ଅଛନ୍ତି, ଯେଉଁମାନେ ଶିକ୍ଷାକୁ ଗୋଟେ ନୂଆ ଆଲୋ ଭାବରେ ଦେଖୁଛନ୍ତି। ଆର ପଟେ ଅଛନ୍ତି ଜେଜେମା, ଗାଁ ଲୋକେ, ଯେଉଁମାନେ ସେଇ ପୁରୁଣା କଥା ଅନ୍ଧବିଶ୍ୱାସକୁ ଧରି ବସିଛନ୍ତି। ଏଇଥି ଗୋଟେ ମଜା କଥା କ'ଣ ଜାଣିଛନ୍ତି? ଫକୀରମୋହନ ଏଇ ଯୋଉ ସଂଘର୍ଷ ଦେଖେଇଛନ୍ତି, ସେ କାହାକୁ ପୁରା ଭଲ ବା ପୁରା ଖରାପ କରି ଦେଖେଇ ନାହାନ୍ତି। ଜେଜେମା ଚରିତ୍ରଟାକୁ ଟିକେ ଦେଖନ୍ତୁ। ସେ ରେବତୀକୁ ଭଲ ପାଉଛି ନିଶ୍ଚୟ, କିନ୍ତୁ ତା ମୁଣ୍ଡରେ ସେ ଯୋଉ ଅନ୍ଧବିଶ୍ୱାସ ପଶିଛି, ସେଟା ଏତେ ଦୃଢ଼ ଯେ ସେ ନିଜ ନାତୁଣୀର ପାଠପଢ଼ାକୁ ହିଁ ସବୁ ଖରାପର ମୂଳ ବୋଲି ଭାବୁଛି। ଏଥିରୁ ଜଣାପଡ଼ୁଛି କେମିତି ଏଇ ସାମାଜିକ କୁସଂସ୍କାରଗୁଡ଼ାକ ଲୋକଙ୍କ ଚିନ୍ତାକୁ ପୁରାପୁରି କାବୁ କରି ରଖିଥାଏ। ଆଚ୍ଛା, ଶ୍ୟାମବନ୍ଧୁଙ୍କ ଚରିତ୍ର ବିଷୟରେ କ'ଣ କହିବେ? ତାଙ୍କୁ ତ ଆମେ ପ୍ରଗତିଶୀଳ କହୁଛୁ,
କିନ୍ତୁ ସେ କ'ଣ ସତରେ ସେଇ ଯୁଗର ପିତୃସତ୍ତାତ୍ମକ ଚିନ୍ତାଧାରାରୁ ପୂରା ମୁକ୍ତ ଥିଲେ? ହୁଁ, ଏଇଟା ଗୋଟେ ଭଲ ପ୍ରଶ୍ନ ପଚାରିଲେ। ସେ ନିଶ୍ଚୟ ତାଙ୍କ ସମୟଠୁ ଆଗରେ ଥିଲେ, କାରଣ ସେ ସାହସ କଲେ ଝିଅକୁ ପାଠ ପଢ଼େଇବା ପାଇଁ। କିନ୍ତୁ କାହାଣୀରେ ଏମିତି କିଛି ଇଙ୍ଗିତ ନାହିଁ ଯେ ସେ ସମାଜର ବିରୋଧକୁ ପୂରା ସାମ୍ନା କରିବାକୁ ପ୍ରସ୍ତୁତ ଥିଲେ। ହୁଏତ ତାଙ୍କର ସେଇ ପ୍ରଗତିଶୀଳତା ବି ଗୋଟେ ସୀମା ଭିତରେ ଥିଲା। ତଥାପି ସେ ଯେତିକି ସମର୍ଥନ କଲେ, ସେଇଥିପାଇଁ ତ ରେବତୀର ସ୍ୱପ୍ନ କିଛିଦିନ ବଞ୍ଚିଲା। ଆଉ ଏଇ ଯେଉଁ ସାମାଜିକ ଚାପ, ପରମ୍ପରାର ବନ୍ଧନ, ଏସବୁ ଭିତରେ ପିତୃସତ୍ତା କେମିତି ନାରୀକୁ ଦବେଇ ରଖୁଥିଲା, ସେଇଟା ବହୁତ ସ୍ପଷ୍ଟ। ରେବତୀର ନିଜର ଇଚ୍ଛା, ତାର ଆଶା, ସେସବୁର କିଛି ମୂଲ୍ୟ ନାହିଁ ଯେମିତି। ତା ଭାଗ୍ୟକୁ ଅନ୍ୟମାନେ ହିଁ ଠିକ୍ କରୁଛନ୍ତି। କେତେବେଳେ ବାପାଙ୍କର ସମର୍ଥନ, କେତେବେଳେ ଜେଜେମାଙ୍କର ବିରୋଧ, ଆଉ ଶେଷରେ ସମାଜର ନିଷ୍ଠୁରତା। ଆଉ ଗୋଟେ ସୂକ୍ଷ୍ମ କଥା ବି ଅଛି। ସେଇ ରେବତୀ ଆଉ ବସନ୍ତ ଭିତରେ ଯୋଉ ଗୋଟେ କୋମଳ ଭାବ ସୃଷ୍ଟି ହେଉଛି, ତାକୁ ଫକୀରମୋହନ ବହୁତ ସନ୍ତର୍ପଣର ବହୁତ କମ୍ କଥାରେ ଦେଖାଇଛନ୍ତି। ଏଇଟା ଖାଲି ପ୍ରେମ କାହାଣୀ ନୁହେଁ। ଏଇଟା ହୁଏତ ଦୁଇଟା ସମାନ ଭାବନା ରଖୁଥିବା ମଣିଷଙ୍କ ଭିତରେ ଗୋଟେ ଯୋଗାଣେ, ଗୋଟେ ଆତ୍ମୀୟତାର ସମ୍ଭାବନା ଥିଲା। କିନ୍ତୁ ସେ ମହାମାରୀ ଆଉ ସେ ଅନ୍ଧବିଶ୍ୱାସ ସେ ସମ୍ଭାବନାକୁ ବି ମାରିଦେଲା। ଏଇଟା କାହାଣୀର ଦୁଃଖକୁ ଆହୁରି ବଢ଼େଇ ଦେଉଛି। ଏତେ ସବୁ ଜଟିଳ ଭାବନା, ଏତେ ସାମାଜିକ କଥା, ବ୍ୟକ୍ତିଗତ ଦୁଃଖ, ଏସବୁକୁ ଫକୀରମୋହନ ଯେଉଁ ଭାଷାରେ, ଯେଉଁ ଶୈଳୀରେ ଲେଖିଛନ୍ତି, ସେଟା ବି ତ କମ୍ ନୁହେଁ। ତାଙ୍କ ଗଦ୍ୟକୁ ଲୋକେ କାବ୍ୟକ କହନ୍ତି। କାହିଁକି ଏମିତି କୁହାଯାଏ? କାରଣ ଦେଖନ୍ତୁ, ତାଙ୍କ ଭାଷା ବହୁତ ସରଳ, ପୁରା ସ୍ୱାଭାବିକ ଲାଗିବ। କିନ୍ତୁ ସେଥିରେ ଗୋଟେ ସୁର ଅଛି, ଗୋଟେ ଲୟ ଅଛି। ସେ ଯେଉଁ ଶବ୍ଦ ବାଛନ୍ତି, ଯେମିତି ବାକ୍ୟ ଗଢ଼ନ୍ତି, ସେଥିରେ ଗୋଟେ ସଙ୍ଗୀତ ଥାଏ। ଆଉ ତାଙ୍କର ବର୍ଣ୍ଣନା, ଧରନ୍ତୁ ପ୍ରକୃତିର କଥା ହେଉ ବା ରେବତୀର ମନର ଅବସ୍ଥା, ସେସବୁ ଏତେ ଭାବବିହ୍ୱଳ କରିଦିଏ, ପଢ଼ିଲେ ମନ ଭିତରକୁ କଥାଟା ପଶିଯାଏ। ସେଥିପାଇଁ ଆମେ କହୁ, ତାଙ୍କ ଲେଖାରେ ବହୁତ କାରୁଣ୍ୟ ଅଛି, ମର୍ମବେଦନା ଅଛି। ପାଠକ ବି ସେ ଚରିତ୍ର ପାଇଁ ଦୁଃଖ ଅନୁଭବ କରେ। ଆପଣ ଆଗରୁ କହୁଥିଲେ ବାସ୍ତବବାଦ ବା ରିଏଲିଜମ କଥା, ସେଇଟାକୁ ଟିକେ ବୁଝାଇବେ। ରେବତୀରେ କେମିତି ଦେଖିବାକୁ ମିଳେ ସେଇଟା? ବାସ୍ତବବାଦ ମାନେ ହେଲା, ଜୀବନ ଆଉ ସମାଜ ଯେମିତି ଅଛି, ତାକୁ ସେମିତି ଦେଖେଇବା, କିଛି ମିଛ ଆଦର୍ଶ ମିଶେଇକି ନୁହେଁ। ରେବତୀରେ ଫକୀରମୋହନ ଠିକ୍ ସେଇଆ କରିଛନ୍ତି। ସେ ସମୟର ଓଡ଼ିଶା ଗାଁର ଗୋଟେ ସତ ଚିତ୍ର ଦେଇଛନ୍ତି। ସେଠି ତାର ପରିବେଶ, ଲୋକଙ୍କ କଥାବାର୍ତ୍ତା, ଚାଲିଚଳନ, ତାଙ୍କ ଭାଷା, ତାଙ୍କ ବିଶ୍ୱାସ, ଅନ୍ଧବିଶ୍ୱାସ, ସବୁକିଛି। ଚରିତ୍ରଗୁଡ଼ାକ ବି ପୁରା ଆମ ଚାରିପଟେ ଦେଖୁଥିବା ମଣିଷ ପରି। ତାଙ୍କର ଭଲ ଗୁଣ ବି ଅଛି, ଖରାପ ବି ଅଛି, ଦୁର୍ବଳତା ବି ଅଛି। ଜେଜେମାର ସେ ଅନ୍ଧବିଶ୍ୱାସ ହଉ କି ଶ୍ୟାମବନ୍ଧୁଙ୍କ ମନର ଦ୍ୱନ୍ଦ୍ୱ, ସବୁ ପୁରା ଜୀବନ୍ତ ଲାଗେ। ଆଗରୁ ଯେମିତି ସାହିତ୍ୟରେ ବେଶୀ ଅଲୌକିକ କଥା ଥାଏ, ଫକୀରମୋହନ ସେଥିରୁ ବାହାରି ଆସି ପୁରା ବାସ୍ତବ ଚିତ୍ର ଦେବାକୁ ଚେଷ୍ଟା କରିଛନ୍ତି। ଆଉ ଏଇଠି କଥାଟା ଆହୁରି ମଜାଦାର ହେଉଛି, ସେ ଖାଲି ବାସ୍ତବ ଚିତ୍ର ଦେଇନାହାନ୍ତି, ସେ ପ୍ରତୀକ ବା ସଂକେତର ବି ବହୁତ ଭଲ ବ୍ୟବହାର କରିଛନ୍ତି। ଏଇଟା କାହାଣୀକୁ ଆହୁରି ଗଭୀର କରିଦେଉଛି, ନୁହେଁ କି? ନିଶ୍ଚୟ। ଯଦି ଆମେ ଏହାକୁ ଗୋଟେ ବଡ଼ ପରିପ୍ରେକ୍ଷୀରେ ଦେଖିବା, ତେବେ ଏହି ପ୍ରତୀକଗୁଡ଼ାକ ବହୁତ ଗୁରୁତ୍ୱପୂର୍ଣ୍ଣ। ରେବତୀ ନିଜେ, ସେ ଖାଲି ଗୋଟେ ଝିଅ ନୁହେଁ। ସେ ହେଲା ନିରୀହତା, ଆଶା, ଜ୍ଞାନ ପାଇବାର ଇଚ୍ଛା, ଆଉ ଶେଷରେ ଭାଙ୍ଗି ଯାଇଥିବା ସ୍ୱପ୍ନର ପ୍ରତୀକ। ତାର ଯେଉଁ ପାଠ ପଢ଼ିବାକୁ ଇଚ୍ଛା, ସେଟା ହେଲା ଆଗକୁ ବଢ଼ିବାର, ଆଲୁ ଆଡ଼କୁ ଯିବାର, ପରିବର୍ତ୍ତନର ପ୍ରତୀକ। ଆଉ ଜେଜେମାର ଅନ୍ଧବିଶ୍ୱାସ, ଆଉ ସେ ହୋଇଯା। ଜେଜେମାର ଅନ୍ଧବିଶ୍ୱାସ ହେଲା ସେଇ ପୁରୁଣା ରକ୍ଷଣଶୀଳ ସମାଜର ପ୍ରତିନିଧି, ଯିଏ ନୂଆକୁ ଡରେ, ପୁରୁଣାକୁ ଜାବୁଡ଼ି ଧରି ରହିବାକୁ ଚାହେଁ। ଏଟା ଅଜ୍ଞାନତା, ଅନ୍ଧାରର ପ୍ରତୀକ। ଆଉ ହୋଇଯା, ସେଟା ଖାଲି ଗୋଟେ ରୋଗ ନୁହେଁ, ସେଟା ସମାଜ ଭିତରେ ପଶିଥିବା ଆଉ ଗୋଟେ ମହାମାରୀର ପ୍ରତୀକ। ମାନେ ଅଜ୍ଞାନତା, ଭୟ, କୁସଂସ୍କାରର ମହାମାରୀ, ଯାହା ଖାଲି ଦେହକୁ ନୁହେଁ, ମନକୁ, ଆତ୍ମାକୁ, ସ୍ୱପ୍ନକୁ ବି ମାରିଦିଏ। ଏଇ ଯେଉଁ ପ୍ରତୀକାତ୍ମକ ଅର୍ଥ, ଏଇଟା ହିଁ ରେବତୀକୁ ଗୋଟେ ସାଧାରଣ ଦୁଃଖଦ କାହାଣୀରୁ ଉପରକୁ ନେଇଯାଏ, ତାକୁ ଗୋଟେ ସବୁଦିନିଆ ଆବେଦନ ଦିଏ। ହଁ, ଏତେ ସବୁ ଦିଗରୁ ଦେଖିଲେ ତ ପୁରା ସ୍ପଷ୍ଟ ଯେ ରେବତୀ କାହିଁକି ଏତେ ମହତ୍ତ୍ୱପୂର୍ଣ୍ଣ। ସମାଲୋଚକମାନେ ତ ଏହାକୁ ଓଡ଼ିଆ ସାହିତ୍ୟର ଗୋଟେ ମାଇଲ ଖୁଣ୍ଟ ବୋଲି ମାନନ୍ତି। ଏହାର ବାସ୍ତବ ଚିତ୍ରଣ, ସାମାଜିକ ସମସ୍ୟା ବିଷୟରେ କହିବା, ଆଉ ସବୁଠୁ ବଡ଼ କଥା, ନାରୀ ଶିକ୍ଷା ପାଇଁ ଗୋଟେ ଶକ୍ତ ଯୁକ୍ତି ରଖିବା, ଏସବୁ ପାଇଁ ଏହାକୁ ପ୍ରଶଂସା କରାଯାଏ। ଫକୀରମୋହନ ସେତେବେଳେ ଯାହା ଭାବିଥିଲେ, ଲେଖିଥିଲେ, ସେଟା ନିଶ୍ଚୟ ଗୋଟିଏ ବିପ୍ଳବୀ ପଦକ୍ଷେପ ଥିଲା। ଏକଦମ ଠିକ୍ କଥା। ତେବେ ଯେମିତି ସବୁ ବଡ଼ ସୃଷ୍ଟିକୁ ନେଇ ହୁଏ, ରେବତୀ ବିଷୟରେ ବି ଅଲଗା ଅଲଗା ମତ ଅଛି। କିଛି ସମାଲୋଚକ କହନ୍ତି ଯେ ହଁ,
କାହାଣୀଟା ସମସ୍ୟାଟାକୁ ବହୁତ ଭଲ ଭାବରେ ଦେଖାଉଛି, ପୁରା ନିଖୁଣ ଭାବରେ। କିନ୍ତୁ କୌଣସି ସମାଧାନର ବାଟ ଦେଖାଉନି। ରେବତୀର ଯୋଉ ଶେଷ ହେଲା, ସେଟା ଏତେ ଦୁଃଖଦ, ଏତେ ନିରାଶାରେ ଭରା ଯେ ପଢ଼ିଲେ ମନଟା ଦବିଯାଏ। ସେମାନେ ପଚାରନ୍ତି, ସାହିତ୍ୟ କ'ଣ ଖାଲି ଆଇନା ଦେଖେଇବ ନା ବାଟ ବି ଦେଖେଇବ? କିନ୍ତୁ ସମାଧାନ ଲେବା କ'ଣ ସାହିତ୍ୟର ଏକମାତ୍ର କାମ? ମୋତେ ଲାଗେ ସମସ୍ୟାର ଗଭୀରତାକୁ, ତା ଭିତରେ ଥିବା କଷ୍ଟକୁ ପାଠକର ମନରେ ପୁରା ଛାପିଦେବା, ତାକୁ ଭାବିବାକୁ ବାଧ୍ୟ କରିବା, ଏହା ବି ତ? ହଁ ହଁ, ଏହା ବି ତ ସାହିତ୍ୟର ଏକ ବଡ଼ ଭୂମିକା। ରେବତୀ ଠିକ୍ ସେଇଆ କରେ। ଏଇଟା ଆମକୁ ସହଜ ଉତ୍ତର ଦିଏନି ସତ, କିନ୍ତୁ ବହୁତ କଠିନ ପ୍ରଶ୍ନ ସବୁ ପଚାରେ। ଆପଣ ଠିକ୍ କହିଲେ। ସମସ୍ୟାଟାକୁ ଯେତେବେଳେ ଆମେ ଗଭୀର ଭାବେ ଅନୁଭବ କରୁ, ସେଇଠୁ ହିଁ ତ ପରିବର୍ତ୍ତନ ପାଇଁ ଇଚ୍ଛା ଆସେ। ରେବତୀ ସେଇ କାମଟା ବହୁତ ଭଲ ଭାବରେ କରେ। ଆଉ ଏଇଠୁ ସେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟା ଆସୁଛି, ସମାଜ ବଦଳାଇବାରେ ସାହିତ୍ୟର ପ୍ରକୃତ କାମଟା କ'ଣ? ଖାଲି ସମସ୍ୟା ଦେଖେଇବା, ନା ସମାଧାନ ବି କହିବା, ନା ଦୁଇଟା ଯାକ? ଏ ଯୋଉ ବିତର୍କ, ଏଟା ଆଜି ବି ଚାଲିଛି, ଆଉ ରେବତୀ ଏ ବିତର୍କକୁ ସବୁବେଳେ ଜୀବନ୍ତ ରଖେ। ଆଚ୍ଛା, ଏବେ ଆସିବା ସବୁଠୁ ଜରୁରୀ କଥାକୁ। ଆଜିର ଦିନରେ ରେବତୀ କେତେ ପ୍ରାସଙ୍ଗିକ? 1898ରେ ଲେଖା ହେଇଥିଲା। ଆଜି 2025। ଏତେ ବର୍ଷ ପରେ ଏହାର କ'ଣ ମହତ୍ତ୍ୱ ଅଛି? ସମାଜ ତ ବହୁତ ବଦଳିଗଲାଣି, ଶିକ୍ଷା ବି ବଢ଼ିଛି। ତାହେଲେ ରେବତୀ କ'ଣ ଖାଲି ଇତିହାସର ଗୋଟେ ପୃଷ୍ଠା? ନା ନା, ମୋଟେ ନୁହେଁ। ଦୁଃଖର କଥା ଯେ ରେବତୀ ଆଜି ବି ବହୁତ ଦିଗର ପ୍ରାସଙ୍ଗିକ। ହଁ, ମାନୁଛି ସ୍ଥିତି ବଦଳିଛି, ଭଲ ହେଇଛି, କିନ୍ତୁ ଆଜି ବି ଭାରତର କେତେ ଜାଗାରେ, ବିଶେଷ କରି ଗାଁ ଗହଳିରେ, ଝିଅ ପିଲାଙ୍କର ପାଠପଢ଼ା ଗୋଟେ ସଂଘର୍ଷ। କେତେ ଝିଅଙ୍କୁ ଘର ଲୋକଙ୍କଠୁ, ସମାଜଠୁ ବି ବିରୋଧ ସହିବାକୁ ପଡ଼ୁଛି ପାଠ ପଢ଼ିବା ପାଇଁ। ବାହାଘର ଜଲ୍ଦି କରିଦେଉଛନ୍ତି, ଘର କାମର ବୋଝ, ସୁରକ୍ଷା ନାହିଁ, କାରଣ ବହୁତ। ଆଉ ଖାଲି ପାଠପଢ଼ା ପାଇଁ କି? ସେ ସାମାଜିକ କଟକଣା, ପୁରୁଣା ଚିନ୍ତାଧାରା, ପିତୃସତ୍ତା, ଏସବୁ ଏବେ ବି ଅଛି। କେତେ ମହିଳାଙ୍କର ସ୍ୱପ୍ନ, ତାଙ୍କ ନିଜ ଗୋଡ଼ରେ ଠିଆ ହେବାର ଇଚ୍ଛା, ଏସବୁ ଆଗରେ ବାଧା ହିଁ ଠିଆ ହେଉଛି। ରେବତୀରେ ଯୋଉ ଅନ୍ଧବିଶ୍ୱାସର କଥା ଅଛି, ତାର ରୂପ ହୁଏତ ବଦଳିଛି, କିନ୍ତୁ ଅନ୍ଧବିଶ୍ୱାସ କ'ଣ ସମାଜରୁ ପୁରା ଚାଲିଯାଇଛି? ନା। ଠିକ୍ କଥା। ସେଇଥିପାଇଁ ରେବତୀ ଖାଲି ଅତୀତର କାହାଣୀ ନୁହେଁ, ଏଇଟା ଆମ ବର୍ତ୍ତମାନର ବି ଗୋଟେ ପ୍ରତିଚ୍ଛବି। ଏଇଟା ଆମକୁ ମନେ ପକାଇ ଦେଉଛି ଯେ ସେ ଯୋଉ ଲଢ଼େଇ, ପ୍ରଗତି ଆଉ ପରମ୍ପରା ଭିତରେ, ବ୍ୟକ୍ତିର ସ୍ୱାଧୀନତା ଆଉ ସମାଜର ଚାପ ଭିତରେ, ଜ୍ଞାନ ଆଉ ଅଜ୍ଞାନତା ଭିତରେ, ସେ ଲଢ଼େଇ ସବୁବେଳେ ଥାଏ। ଆଜି ବି ସେ ଲଢ଼େଇ ଚାଲିଛି। ହୁଏତ ରୂପ ବଦଳିଛି, କଥା ବଦଳିଛି, କିନ୍ତୁ ଲଢ଼େଇଟା ଅଛି। ତେବେ ଏ ସବୁର ମାନେ କ'ଣ? ଏହାର ମାନେ ହେଲା ଯେ ରେବତୀ ଆଜି ବି ଆମକୁ କହିବାକୁ ବାଧ୍ୟ କରୁଛି, ଲିଙ୍ଗଗତ ସମାନତା କେତେ ଜରୁରୀ, ପାଠପଢ଼ାର ମହତ୍ତ୍ୱ କ'ଣ, ଅନ୍ଧବିଶ୍ୱାସ ବିରୁଦ୍ଧରେ ଲଢ଼ିବା କାହିଁକି ଦରକାର, ଆଉ ସମାଜରେ ସଂସ୍କାର ଆଣିବାର ଆବଶ୍ୟକତା କେତେ। ଏଇଟା ଏମିତି ଗୋଟେ ଶକ୍ତିଶାଳୀ ଲେଖା, ଯାହା ସମୟକୁ ପାର କରି ଆମ ସହ ସିଧା କଥା ହୁଏ। ନିଃସନ୍ଦେହରେ ରେବତୀ କେବଳ ଓଡ଼ିଆ ସାହିତ୍ୟ ପାଇଁ ନୁହେଁ, ପୁରା ଭାରତୀୟ ସାହିତ୍ୟ ପାଇଁ ଗୋଟେ ଗର୍ବର ବିଷୟ। ଏ ଯୋଉ ପୁରୁଣା ବିଶ୍ୱାସ ଆଉ ନୂଆ ଭାବନା, ସ୍ଥିତାବସ୍ଥା ଆଉ ପରିବର୍ତ୍ତନର ଇଚ୍ଛା ଭିତରେ ଯୋଉ ଚିରନ୍ତନ ଦ୍ୱନ୍ଦ୍ୱ ଚାଲିଛି, ତାକୁ ଏତେ ସୁନ୍ଦର ଭାବରେ, ଏତେ ମାର୍ମିକ ଭାବରେ କାହାଣୀ ଦେଖାଏ। ଆଉ ଏହାର କେନ୍ଦ୍ରରେ କିଏ ଅଛି? ଜଣେ ସାଧାରଣ ଝିଅ, ତାର ଅସାଧାରଣ ସ୍ୱପ୍ନ, ଆଉ ତାର ଦୁଃଖଦ ଶେଷ। ଆଉ ତାର ଦୋଷ କ'ଣ ଥିଲା? କେବଳ ସେ ଶିଖିବାକୁ ଚାହୁଁଥିଲା, ବସ୍। ଶିକ୍ଷା, ପ୍ରଗତି, ମଣିଷପଣିଆ, ଲିଙ୍ଗଗତ ସମାନତା, ଏସବୁର ଯୋଉ ବାର୍ତ୍ତା ଏଥିରେ ଅଛି, ସେଇଟା ସବୁବେଳେ ସବୁ ସମାଜ ପାଇଁ ଦରକାର। ତେବେ ମୋଟାମୋଟି କହିବାକୁ ଗଲେ ରେବତୀ ହେଲା ସ୍ୱପ୍ନ ଆଉ କଠୋର ବାସ୍ତବତା ଭିତରର ସେଇ ସଂଘର୍ଷର କାହାଣୀ। ଏଇଟା ହେଲା ଅନ୍ଧବିଶ୍ୱାସ, ସମାଜର ବନ୍ଧନ ଆଗରେ ଜଣେ ବ୍ୟକ୍ତିର ଆଶା ଆକାଂକ୍ଷାର କରୁଣ ପରାଜୟର ଗୋଟେ ବହୁତ ପ୍ରଭାବଶାଳୀ ଚିତ୍ର। ଯେମିତି ଗୋଟେ ସମୀକ୍ଷାରେ କୁହାଯାଇଛି, ଏହା ଏକ କାବ୍ୟିକ ଦୁଃଖାନ୍ତ କାହାଣୀ, ଯେଉଁଠି ଅନ୍ଧବିଶ୍ୱାସ ଦ୍ୱାରା ସ୍ୱପ୍ନକୁ ଦଳି ଦିଆଯାଇଛି। ଏମିତି ଗୋଟେ କାହାଣୀ ଯାହା ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଜନ୍ମ ଦେଲା, ଆଉ ଆଜି ବି ସେତିକି ପ୍ରାସଙ୍ଗିକ। ଏହାର ପ୍ରଭାବ ଆମେ ଏବେ ବି ଅନୁଭବ କରୁଛୁ। ଆମେ ଯେତେବେଳେ ଏ ଆଲୋଚନା ଶେଷ କରୁଛେ, ମୁଁ ଗୋଟେ ପ୍ରଶ୍ନ ସମସ୍ତଙ୍କ ପାଇଁ ଛାଡ଼ି ଦେଇ ଯାଉଛି, ଟିକେ ଭାବିବା ପାଇଁ। କଳ୍ପନା କରନ୍ତୁ ତା, ଯଦି ଫକୀର ମୋହନ ରେବତୀ କାହାଣୀଟାକୁ 1898ରେ ନୁହେଁ, ବରଂ ଆଜି ଲେଖିଥାନ୍ତେ, ଏଇ ଡିଜିଟାଲ ଯୁଗରେ, ତେବେ କାହାଣୀଟା କେମିତି ହୋଇଥାନ୍ତା? ଆମେ ଯୋଉ ପ୍ରଗତି ଦେଖିଛେ ନାରୀ ଶିକ୍ଷାରେ, ସ୍ୱାଧୀନତାରେ, ସମାଜରେ,
ସେସବୁ କ'ଣ ରେବତୀର ଭାଗ୍ୟ ବଦଳାଇ ପାରିଥାନ୍ତା? ନା, ଆଜିର ଯେଉଁ ନୂଆ ନୂଆ ଅନ୍ଧବିଶ୍ୱାସ, ସାମାଜିକ ଚାପ ଅଛି, ଧରନ୍ତୁ ଇଣ୍ଟରନେଟ୍ରେ ଟ୍ରୋଲିଂ ହେଉଛି, କିମ୍ବା ସେଇ ପୁରୁଣା ମାନସିକତା ଏବେ ବି ଲୁଚି ରହିଛି, ସେଗୁଡ଼ାକ କେମିତି ଦେଖାଦେଇଥାନ୍ତା କାହାଣୀରେ? କ'ଣ ଆଜିର ରେବତୀକୁ ନିଜ ସ୍ୱପ୍ନ ପାଇଁ ଲଢ଼ିବାକୁ ବେଶି ସୁଯୋଗ ମିଳିଥାନ୍ତା? ନା ସଂଘର୍ଷର ଖାଲି ରୂପ ବଦଳିଥାନ୍ତା? ଅତୀତର ଏଇ ମହାନ ସୃଷ୍ଟି ଆଉ ଆମ ଆଜିର ଏଇ ଜଟିଳ ବାସ୍ତବତା, ଏ ଦୁଇଟା ଭିତରେ ଯେଉଁ ସମ୍ପର୍କ, ସେ ବିଷୟରେ ଭାବିଲେ ହୁଏତ ରେବତୀକୁ ଆମେ ଆହୁରି ନୂଆ ଭାବରେ ବୁଝିପାରିବା।